ନୂଆ ମୁଖ୍ୟ ଶାସନ ସଚିବ ଭାବରେ ମନୋଜ ଆହୁଜା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ରାଜ୍ୟ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ତାଙ୍କ ପାଇଁ କଣ ବଡ ବଡ ଚ୍ୟାଲେଞ୍ଜ ରହିଛି ଆଗକୁ ସାର୍? ଦେଖନ୍ତୁ ମନୋଜ ଆହୁଜା ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ନେଇଛନ୍ତି। ତାଙ୍କ ପାଖରେ ଯୋଉ କେତୋଟି ଚ୍ୟାଲେଞ୍ଜ ରହିଛି ତାଠୁ ସବୁଠୁ ବଡ ଚ୍ୟାଲେଞ୍ଜ ହଉଛି ଯୋଉ ପ୍ରଶାସନିକ କଳ ଏକ ପ୍ରକାର ଅବ୍ୟବସ୍ଥିତ ହୋଇପଡିଥିଲା, ଅଚଳ ହୋଇପଡିଥିଲା। ସେ ପ୍ରଶାସନିକ କଳକୁ ବର୍ତ୍ତମାନ ସଚଳ କରିବାକୁ ପଡିବ, ସୁବ୍ୟବସ୍ଥିତ କରିବାକୁ ପଡିବ। ପୂର୍ବ ସରକାର ସମୟରେ ଆମେ ଦେଖିଥିଲେ ଯେ ଯୋଉ ବିଭିନ୍ନ ସଚିବ ମାନେ ବିଭିନ୍ନ ଡିପାର୍ଟମେଣ୍ଟର ଯୋଉ ସଚିବ ମାନେ ରହିଥିଲେ ସେମାନଙ୍କର ସ୍ୱାଧୀନତାକୁ ଏକ ପ୍ରକାର ସଂକୁଚିତ କରିଦିଆଯାଇଥିଲା। ସେମାନଙ୍କର କ୍ଷମତାକୁ 5ଟି ସେକ୍ରେଟାରୀ ଏକ ପ୍ରକାର ନିଜ କବ୍ଜାରେ ରଖିଥିଲେ। ସେଦିନ ସେମାନେ ସ୍ୱାଧୀନ ଭାବରେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ ସମ୍ପାଦିତ କରିପାରୁନଥିଲେ। ବର୍ତ୍ତମାନ ମନୋଜ ଆହୁଜାଙ୍କର ଦାୟିତ୍ୱ ହେଉଛି ଯେ ସେମାନଙ୍କର ସ୍ୱାଧୀନତା, ସେମାନଙ୍କର ଲିବର୍ଟି, ଫ୍ରିଡମ ତାଙ୍କୁ ଏନସିଓର କରିବାକୁ ପଡିବ। ସୋ ଦ୍ୟାଟ ସେମାନେ ନିଜର ବିଭାଗକୁ ନିଜର ଅନ୍ତର୍ଦୃଷ୍ଟି ସହିତ ନିଜର ତାଙ୍କର ଯାହା ଭିଜନ ରହିଛି ତାକୁ ସେମାନେ ଚଳେଇ ପାରିବେ, ସଚଳ କରିପାରିବେ ଏବଂ ଚିଫ ସେକ୍ରେଟାରୀଙ୍କ ପାଖରେ ସେମାନେ ସେଥିପାଇଁ ଉତ୍ତରଦାୟୀ ରହିବେ। ତ ଏଇଟା ହଉଛି ସବୁଠୁ ବଡ କଥା, ତାଙ୍କୁ ଏନସିଓର କରିବାକୁ ପଡିବ। ଦ୍ୱିତୀୟରେ ଯେହେତୁ ନୂଆ ସରକାର ଆସିଛନ୍ତି, ନୂଆ ସରକାରରେ ଅନେକ ଆପଣଙ୍କର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁତ ମନ୍ତ୍ରୀ ମାନେ ରହିଛନ୍ତି। ସେମାନଙ୍କର ଦୀର୍ଘ ଦିନର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ନାହିଁ, ସମସ୍ତଙ୍କର ଅଭିଜ୍ଞତା ନାହିଁ। ତ ସେମାନଙ୍କୁ ନିଜର ଯୋଉ ରହିଛି ଦୀର୍ଘ ଦିନର ପ୍ରଶାସନିକ ଅଭିଜ୍ଞତା ରହିଛି, ସେଇ ଅଭିଜ୍ଞତାକୁ ଉପଯୋଗ କରିକିରି ତାକୁ ପ୍ରୟୋଗ କରିକିରି ସେମାନଙ୍କୁ ହାତ ଧରି ଚଲେଇବାକୁ ପଡିବ। ଏକ ପ୍ରକାର କହିଲେ ଭୁଲ ହେବ ନାହିଁ। ତା ଛଡା ବିଜେପି ଯୋଉ ପ୍ରତିଶ୍ରୁତି ଦେଇଛି, ଅନେକ ପ୍ରତିଶ୍ରୁତି ଦେଇଛି, ଯେମିତି ଆପଣଙ୍କର ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ 50,000 ଟଙ୍କାର ଭାଉଚର ଦିଆଯିବ, କୃଷି କ୍ଷେତ୍ରକୁ ସକ୍ରିୟ କରାଯିବ, କୃଷକ ମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ପଡିବ। ଏ ସମସ୍ତ ଦିଗ ପ୍ରତି ତାଙ୍କୁ ଯତ୍ନବାନ ହେବାକୁ ପଡିବ। ସମ୍ବଳ କିଭଳି ଅଧିକରୁ ଅଧିକ ସଂଗ୍ରହ କରାଯିବ, ସୁଭଦ୍ରା ଯୋଜନାରେ ଲୋକମାନଙ୍କୁ ଦିଆଯାଇ ପାରିବ। ଯୋଉ ପ୍ୟାଡି ଧାନ କଥା କୁହାଯାଇଛି 3100 ଟଙ୍କା ଦିଆଯିବ, ସେଥିପାଇଁ 2300 ଟଙ୍କା ଦେବେ ଆପଣଙ୍କର କେନ୍ଦ୍ର ସରକାର। ଆଉ 800 ଟଙ୍କା ଯୋଉ ଆସିବ ସେଥିପାଇଁ ମୋଟ ଉପରେ କେତେ ବ୍ୟୟ ହେଇଯିବ, ସେ ବ୍ୟୟକୁ କୋଉଠୁ, ସେଥିପାଇଁ ଆବଶ୍ୟକ ସମ୍ବଳ କୋଉଠୁ ସଂଗ୍ରହ କରାଯିବ, ଏ କଥା ଉପରେ ତାଙ୍କୁ ଗୁରୁତ୍ୱ ଦେବାକୁ ପଡିବ। ଏବଂ ଦ୍ୱିତୀୟରେ ଜଳସେଚନ କଥା, ଏବଂ ତାକୁ ମଧ୍ୟ ଯୋଉ ଜଳସେଚନ ବ୍ୟାପକ ଭାବରେ ତାକୁ ସମ୍ପ୍ରସାରିତ କରାଯାଇ ପାରୁନି, ତା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ। ଅନଏମ୍ପ୍ଲୟମେଣ୍ଟ ବା ବେକାରୀ ସମସ୍ୟାକୁ ମଧ୍ୟ କିଭଳି ନିୟନ୍ତ୍ରଣକୁ ଅଣାଯାଇ ପାରିବ ଏବଂ ଏଠି ଆପଣଙ୍କର କୃଷି ଉତ୍ପାଦର କିଭଳି ଆପଣଙ୍କର ତାକୁ କିଭଳି ସଂରକ୍ଷଣ କରିହେବ, ତାର କିଭଳି ପ୍ରକ୍ରିୟାକରଣ କରିହେବ ଏବଂ ଚାଷୀମାନେ କିଭଳି ତାର ଉପଯୁକ୍ତ ମୂଲ୍ୟ ପାଇବେ, ଏ ନେଇକରି ତାଙ୍କୁ ଯତ୍ନବାନ ହେବାକୁ ପଡିବ। ସାର୍ ଶେଷ ପ୍ରଶ୍ନ ରହିବ ମୋର, ସାର୍ ଏ ଯୋଉ ଦୁଇଟି ଯୋଜନା ଅଛି, ଗୋଟିଏ ଯୋଉଟା କି ପୂର୍ବ ସରକାରର ଫ୍ଲାଗସିପ୍ ଯୋଜନା ଥିଲା, ଗୋଟେ କାଳିଆ ଥିଲା, ଆଉ ଗୋଟେ ବିଏସ୍କେ ଥିଲା। ଯେହେତୁ କେନ୍ଦ୍ର ସରକାର ମଧ୍ୟ ଦୁଇଟି ସମାନ ପ୍ରକାରର ଯୋଜନା ଅଛି, ଆୟୁଷ୍ମାନ ଭାରତ ଅଛି, କିଷାନର କଥା ଅଛି, ଇଏ ଦୁଇଟି ଯୋଜନାକୁ ନେଇ ଯୋଉ ଦ୍ୱନ୍ଦ୍ୱ ଅଛି ଲୋକଙ୍କ ଭିତରେ, ୟାକୁ ନେଇ ମୁଖ୍ୟ ଶାସନ ସଚିବ କିଛି ନୂଆ ବାଟ ବାହାର କରିବେ କି? ଦେଖନ୍ତୁ BSKY ର ନାଁ ପରିବର୍ତ୍ତନ ହେଇଯାଇପାରେ ଏବଂ ସେଠି ଆପଣ ଦେଖିବେ ତାର ଗୋଟେ ଆମେ କହିପାରିବା ଯେ ସେଠି ଯୋଉ ଆପଣଙ୍କର ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନା ଅଛି, ସେ ଆୟୁଷ୍ମାନ ସ୍ୱାସ୍ଥ୍ୟ ଯୋଜନାଟାକୁ ସେମାନେ କାର୍ଯ୍ୟକାରୀ କରିବେ ଏବଂ ଯେତିକି BSKY ରେ ଯାହା ସାହାଯ୍ୟ ମିଳୁଛି ଲୋକମାନଙ୍କୁ ସେଇ ପରିମାଣଟାକୁ ବଜାୟ ରଖିବାକୁ ପଡିବ। କାରଣ ଆମେ ଜାଣିଛେ BSKY ରେ ଆପଣଙ୍କର ମହିଳାମାନଙ୍କୁ 10 ଲକ୍ଷ ପର୍ଯ୍ୟନ୍ତ ରହିଛି ସାହାଯ୍ୟ, କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରେ ସେଇଟା ନାହିଁ। ସେଠି ମଧ୍ୟ କିଭଳି ଗୋଟେ ବାଲାନ୍ସ କରାଯାଇପାରିବ, କାରଣ ଲୋକ ଗୋଟେ ଯେତେବେଳେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ପାଉଥିଲେ, 5 ଲକ୍ଷ କମିଯିବ ଏଥିରେ ଆପଣ ମହିଳାମାନଙ୍କ ପାଇଁ ଯୋଉଟା ଆୟୁଷ୍ମାନ ଭାରତ ଯୋଜନାରେ, ତ ତାକୁ କିଭଳି ଭରଣା କରାଯାଇପାରିବ ସେଇଟା ମଧ୍ୟ ଗୋଟେ ବଡ ଗୋଟେ ଚ୍ୟାଲେଞ୍ଜ ରହିବ ତାଙ୍କ ପାଖରେ। କାଳିଆ ଯୋଜନା କଥା ଆମେ କହିବା ଯେ ରାଜ୍ୟ ସରକାରଙ୍କ ଯଦିଚ କାଳିଆରେ 5,000 10,000 ଦିଆଯିବା କଥା କୁହାଯାଉଥିଲା, ପ୍ରକୃତ ପକ୍ଷେ ଚାଷୀ ପାଉଥିଲା 2,000 2,000 4,000 ଟଙ୍କା ପାଉଥିଲା। ତ ସେଠି ଯାହା ଖବର ଅଛି ଯୋଉ ପ୍ରଧାନମନ୍ତ୍ରୀଙ୍କର ରହିଛି ଆପଣଙ୍କର PM କିଷାନ ନିଧି ଯୋଜନା ରହିଛି, ସେଥିରେ ଆପଣଙ୍କୁ ଯୋଉ 6,000 ବାର୍ଷିକ ମିଳୁଛି ସେଇଟାକୁ ଡବଲ କରାଯିବାର ସମ୍ଭାବନା ଅଛି। ଅର୍ଥାତ୍ ଯଦି କାଳିଆ ଯୋଜନା ବନ୍ଦ ହେଇଯାଉଛି, କାଳିଆ ଯୋଜନାରେ ଯୋଉ ଲାଭ ପାଇଥାନ୍ତେ PM କିଷାନ ନିଧିରେ ଯୋଉ ପଇସାଟା ବଢିବ ସେଇଟା ସେଠି ଆଡଜଷ୍ଟ ହେଇଯିବ, ସେଇଟା ସେଠି ଅସୁବିଧା କିଛି ହେବ ନାହିଁ। ଆଜ୍ଞା, ଥ୍ୟାଙ୍କ ୟୁ ସାର୍।